हेलो फ्रेंड्स जय जगन्नाथ जहर मारंबुरु एंड वेलकम टू आवर चैनल। आज नाल्को विश्वकर्मा पूजा मेଳାର ଦ୍ୱିତୀୟ ଦିନ। ତ ଆମେ ଦ୍ୱିତୀୟ ଦିନରେ କୁଆଡ଼େ ଯିବୁ ଭାବିଛୁ ଯେ ସେଇଟା ହେଉଛି ପଲ୍ଲୀଶ୍ରୀ ମେଳା ଆଉ ଦୋଳି ଖେଳା। ତ ପଲ୍ଲୀଶ୍ରୀ ମେଳା ବି ଯିବା ଆଉ ଦୋଳି ବି ଖେଳିବା। ଏପଟେ ଚାବି ପଡ଼ିଲାଣି, ଲେଟ୍ସ ଗୋ। ତ ଯାଉ ଯାଉ ଆମେ ପହଞ୍ଚିଗଲୁ ପଲ୍ଲୀଶ୍ରୀ ମେଳାର ଗେଟ୍ରେ। ଦେଖନ୍ତୁ ଏଇଟା ହେଉଛି ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା। ଏଇଟା ନାଲକୋନଗର ଅନୁଗୁଳରେ ପଡ଼ିଛି। ତ ଯେଉଁମାନେ ଆଜି ପର୍ଯ୍ୟନ୍ତ ଆସିନାହାନ୍ତି ପଳେଇ ଆସନ୍ତୁ, ଦେଖିବେ ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା। ତ ଆମେ ଆସି ପହଞ୍ଚିଗଲା ଭିତରେ। ଏପଟେ ପହଞ୍ଚି ସାରିଥିଲେ ଅଲରେଡ଼ି ମୋନା ଭାଇଙ୍କର ଭାଉଜମାନେ। ତ ସେମାନଙ୍କ ସହିତ ମିଶିକି ଆମେ ମେଳା ବୁଲିଦେବା ବୋଲି ଭାବିଲୁ। ଚାଲନ୍ତୁ ମେଳାରେ ବୁଲିବା ଆଉ କ'ଣ କ'ଣ ଆସିଛି ଷ୍ଟଲରେ ସେଗୁଡ଼ା ସବୁ ଦେଖିବା। ତ ଆମେ ଯାଉ ଯାଉ ତ ଦେଖିଲୁ କୋଉ ପଟୁ ଷ୍ଟାର୍ଟ କରିବା। ତ ବାଁ ପଟୁ ଷ୍ଟାର୍ଟ କରିବା ହିଁ ସବୁଠୁ ୱାଇସ୍ ଥିଲା, କାହିଁକିନା ବାଁ ପଟୁ କରିକି ପୁଣି ଡାହାଣ ପଟେ ଗଲେ ଖାଇବାର ବି ସୁବିଧା ଅଛି। ସେପଟେ ପରେ ଖାଇବା, ସେଥିପାଇଁ ବାଁ ପଟୁ ଆରମ୍ଭ କଲୁ ଆମର ସପିଂ। ତ ସପିଂରେ ଯାଉ ଯାଉ ଫାଷ୍ଟ କ'ଣ ଦେଖା ମିଳୁଛି ଜଣାପଡ଼ିବ। ଯେ ଦେଖା ହଉ ହଉ ଏପଟେ ଯଦୁ ଭାଇ ଦେଖା ମିଳିଗଲେ। ତ ଯଦୁ ଭାଇଙ୍କୁ ଦେଖିକି ଏମିତି ଲାଗିଲା ଯେମିତି ଗୋଟେ ଖୁସିର କଥା ଯେ ବହୁତ ଦିନ ପରେ। ତ ଫାଷ୍ଟ ଷ୍ଟଲ୍ ମିଳିଗଲା। ଏଇଟା କାଠର ଜିନିଷଟା ଥିଲା, ସେଇଟା ହେଉଛି ଝାଡ଼ୁ, ଟୋକରୀ, କ'ଣ କ'ଣ ସବୁ ଥିଲା ସେଇଟା ବି ଆମେ ଦେଖିଦେଲୁ। କିନ୍ତୁ କୋଉଟା କିଛି ପସନ୍ଦ କାହାରି ହେଲା ନାହିଁ ବୋଧେ, ସେଥିପାଇଁ ପୁଣି ଆଗକୁ ପଳେଇଲୁ। ସେପଟେ ପୁଣି ଥିଲା ଡ୍ରେସ୍ ଦୋକାନ। ତ ଡ୍ରେସ୍ ଦୋକାନରେ ବି ବଛାବଛି ଷ୍ଟାର୍ଟ ହେଇଯାଇଥିଲା, କାହା ପାଇଁ ଜଣା ନାହିଁ। ମାତ୍ର ଏ 3 ଜଣ ବାହାରେ ବୁଲୁଛନ୍ତି ଆଉ ଭିତରେ ଆମର ଜଣେ ବାଛୁଛନ୍ତି। ତ ଏଇଟା ବି କିଛି ହେଲାନି, ଖାଲି ଜଷ୍ଟ ଦେଖିଗଲୁ ପୁଣି ଆଗକୁ ବଢ଼ିଲୁ। ଏପଟେ ଫାଷ୍ଟ ଗୋଟେ ଦୋକାନ ଗୋଟେ ମିଳିଲା ଯୋଉଟା କି ବହୁତ ସମୟ ବଛା ବଛି ଚାଲିଲା, ସେଇଟା ହେଉଛି ଶାଢ଼ୀ ଦୋକାନ। ଶାଢ଼ୀ ଦୋକାନରେ ତାକୁ ବାଛିବା ପାଇଁ ହେଲ୍ପ କରୁଥିଲେ ମୁନା ଭାଇଙ୍କ ଭାଉଜ। ତ ସେଇଟା ବି କିଛି ହେଲା ନାହିଁ, ଜଷ୍ଟ ଚେକ୍ କରିକି ଓକେ ବି କରାହେଲାନି। ପୁଣି ରିଟର୍ନ ଟୁ ମଟକା କା ଦୋକାନ। ଏଇଟା ମଟକା ଏତେ ଗୁଡ଼ା ରଖା ହେଇଥିଲା ଯେ ଏଇଟା ନେଇ କରିବା କ'ଣ, ଆମ ଗ୍ୟାସ୍ ତ କିଛି କାମ ଦେବନି। ଲାଷ୍ଟରେ ବୋଧେ ମୋତେ ଲାଗୁଛି ଏଇଟା ବି ନେଇକି ଯିବେ ନାହିଁ। ତ ଯାହା ବି ହଉ ଏଇଟା ସରିଲା। ପୁଣି ସେପଟେ କେତେ ସୁନ୍ଦର ଘର ବନା ହେଇଥିଲା ମଝିରେ, ତାଙ୍କ ଅଫିସଟା ପୁରା ଲାଗୁଥିଲା ରିଏଲ ଘର ପରିକା। ତ ସେ ଘର ବି ଇଣ୍ଟରେଷ୍ଟିଂ ଲାଗୁଥିଲା। ଏପଟେ ସମସ୍ତେ ଲୁଗା ଦୋକାନ ଆଉ କିଛି ହସ୍ତଶିଳ୍ପ ଦୋକାନ ଏଇଗୁଡ଼ା ହିଁ ଥିଲା ଏ ଭିତରେ। ତ ସେଇଟା ବାଛୁ 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 ଆମେ ପହଞ୍ଚିଥିଲୁ ଗୋଟେ ଶାଢ଼ୀ ଦୋକାନ। ଖାଲି ଶାଢ଼ୀ ନଜର ବେଶୀ ଥିଲା ଆମର। ତ ତଥାପି କ'ଣ କ'ଣ ମଗା ହେଲା ସେଇଟା ତ ଜଣାପଡ଼ିଲାନି, ଜଷ୍ଟ ବଛା ବଛିରେ ହିଁ ଦିନ ପଳେଇଲା। ଆମେ ଭାବୁଛୁ ଏପଟେ ନ ଯାଇକି ପୁଣି ଅଲଗା ପଟେ ଦେଖିବା ଆହୁରି କ'ଣ ସବୁ ଅଛି। ତ ଚାରିଆଡ଼େ ଯୋଉ ପଟେ ଯିବେ ସେପଟେ ସମ୍ବଲପୁରୀ ଶାଢ଼ୀ, ଖାଲି ଓଡ଼ିଶାର ଜିନିଷ ଗୁଡ଼ା ଥିଲା ବେଶୀ। ଏଇଟା ପାପୋଛ ସବୁ ଥିଲା ଆଉ ବେଡ଼ସିଟ୍ ସବୁ ଥିଲା। ଏଇଠି ବି କିଛି ଜିନିଷ ବଛା ବଛି ଚାଲିଥିଲା। ତ ଆମ ମ୍ୟାଡ଼ାମଙ୍କର ଗୋଟେ ଇଣ୍ଟରେଷ୍ଟିଂ କଥା କ'ଣ କି ସେ ଖାଲି ଆଗ ବାଛିକି ଯାଉଛନ୍ତି, ପୁଣି ସମୟ ମିଳିଲେ ପରେ ଆସିକି ତାକୁ ନେବେ ବୋଲି ସେଇଭଳିଆ ତାଙ୍କ ଟାର୍ଗେଟ୍ ଥିଲା। ତ ମୁଁ ଜାଣିପାରୁଛି ସେ ଜିନିଷଟା। ତ ସେଇ ଜିନିଷଟା ହିଁ ରିଏଲି ହେଇଛି, କାରଣ କିଛି କିଣା ହଉନି, ଜଷ୍ଟ ଖାଲି ଚେକ୍ କରି ନିଆହଉଛି କୋଉଠି କ'ଣ ଅଛି। ଆ ତ ଯିବା ପୁଣି ଆଗକୁ। ଏପଟେ ପୁଣି ସେ ପାପୋଛ ଦୋକାନ ବେଡ଼ସିଟ୍ ଦୋକାନ ଏମାନେ ଭିଡ଼ ଜଗେଇଛନ୍ତି। ଆମେ ବି ସେ ଜାଗାରେ ବୁଲି ବୁଲି ଦେଖୁଛୁ। ତ କେତେ ଦେଖିବା, ଏପଟେ ଭୋକ ଲାଗିଲାଣି, ସେଥିପାଇଁ ଆମେ ବାହାରି ଚାଲିଲୁ ପଲ୍ଲୀଶ୍ରୀ ଆହାର କେନ୍ଦ୍ର। ତ ପଲ୍ଲୀଶ୍ରୀ ଆହାର କେନ୍ଦ୍ର ଗୋଟେ ଜନ ଆହାର କେନ୍ଦ୍ର ପରିକା 5 ଟଙ୍କିଆ ମିଲ୍ ଜାଗା ନଥିଲା। ଏଇଟା ବହୁତ ଫାଣ୍ଟାଷ୍ଟିକ୍ ଜାଗା ଥିଲା, ଯୋଉଥିରେ ସବୁ ଜିନିଷ ମିଳୁଥିଲା ଯୋଉଟାକି ଆମେ କ'ଣ ଖାଇବୁ ଲାଷ୍ଟରେ ଆମକୁ ଚିନ୍ତାରେ ପଡ଼ିଗଲୁ। ତ ଏମିତି ଭାବୁ 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 ଲାଷ୍ଟରେ ଭାବିଲୁ ଚାଲ କ'ଣ ଗୋଟେ ଖାଇବା ହିଁ ତ ଆସିଛୁ ମାନେ କ'ଣ ଗୋଟେ ଖାଇକି ଯିବାକୁ ନହେଲେ ହବନି। ସେଥିପାଇଁ ଏପଟେ ଥିଲା ସିଂଜି ଖାନା, ଓଡ଼ିଆ ବ୍ୟଞ୍ଜନ, ପୁଣି ରୋଜିସ୍ କିଚେନ୍, ଏମିତି ବହୁତ ଜାଗା ଆଉ ବହୁତ ଗୁଡ଼ା ଖାଇବା ଜିନିଷ ଥିଲା ଯୋଉଥିରେ ଭେରାଇଟିଜ୍ ଅଫ୍ ଫୁଡ୍ସ ଥିଲା। ଫାଇନାଲି ଭାବିଲୁ ଆମେ ରାଜସ୍ଥାନୀ ଖାନା ଖାଇବା। ତ ରାଜସ୍ଥାନୀ ଖାନା କ'ଣ ଥିଲା, ରାଜ କଚୋଡ଼ି ଥିଲା, ବଡ଼ାପାଉ ଥିଲା, ଏପଟେ ଆହୁରି କ'ଣ ପିଠା ଗୁଡ଼ା ଥିଲା। ସେଟା ଭାବି ଭାବି ଲାଷ୍ଟରେ ଆମେ କହିଲୁ କ'ଣ ତ ଗୋଟେ ଖାଇକି ଯିବା। ସେଥିପାଇଁ କିଛି ଅର୍ଡ଼ର ଦିଆ ହେଇଗଲା ସେ ଜିନିଷ ଗୁଡ଼ା, ଆଉ ଆମେ ତାକୁ ଅପେକ୍ଷା କରିଥିଲୁ ଖାଇବା ପାଇଁ। ତ ସମସ୍ତେ ବ୍ୟସ୍ତ କ'ଣ ମିଳୁଛି କେମିତି ଲାଗିବ ସେ ଜିନିଷ ଗୁଡ଼ା। ଏଠି ସବୁ ଜିନିଷ ମିଳୁଥିଲା, ଦେଖନ୍ତୁ ଆପଣଙ୍କୁ ଦେଖେଇ ଦେଉଛି ସବୁ ଜିନିଷ ମିଳୁଛି। ଯେ ଯୋଉ ଜିନିଷର ନାଁ ଗୁଡ଼ା ବି ଆମକୁ ଜଣା ନାହିଁ ସେଇଟା ବି ମିଳୁଛି। ଏଇଟା ସ୍ପେଶାଲି ରାଜସ୍ଥାନୀ ଖାନା, ଏଇଟା ଅକେଜନାଲି ମିଳେ, ସେଥିପାଇଁ ଆମେ ମଗେଇ ଦେଇଛୁ ଅଲରେଡ଼ି। ଆମେ ସମସ୍ତେ ଖାଇବା ପାଇଁ ବ୍ୟସ୍ତ, ଦେଖନ୍ତୁ ସମସ୍ତେ ଖାଇ ପକାଉଛନ୍ତି ଆଉ ଆମେ ବି ଲେଟ୍ କରିବାନି, ଭିଡ଼ିଓ କମ୍ କରିକି ଆମେ ବି ଖାଇବାରେ ଲାଗି ପଡ଼ିବା। ତ ଖାଇବା ସରିଗଲା। ଖାଇବା ସରିଲା ପରେ ତା ସାମ୍ନାରେ ଥିଲା ଗୋଟେ ବିଛଣା ସେଣ୍ଟର ପରିକା ଜାଗା, ଯୋଉଥିରେ ବହୁତ ଗୁଡ଼ା ବିଛଣା ଭଳିଆ ଜିନିଷ ଗୁଡ଼ା ଥିଲା। ସେଇ ଜିନିଷ ଗୁଡ଼ା ଖୋଜୁ ଖୋଜୁ ମିଳିଗଲେ ଆମର ରାଜମହଲ ଭାଇ। ତ ରାଜମହଲ ଭାଇକୁ ଦେଖିକି ମୋତେ ମନେ ପଡ଼ିଲା ମୋ ମୁଣ୍ଡର ଅବସ୍ଥା କେମିତି ଅଛି। ଧୀରେ ଧୀରେ ଆମର ବି ଟାଟା ବାଇବା ହେଇଯାଉଛି ଚୁଟି ଗୁଡ଼ା। ସେଥିପାଇଁ ଭାବିଲୁ ଆଦିବାସୀ ତେଲ ଚାଲ କୋଉଠି ଖୋଜିବାରେ ଭାଇ। ସେ କହିଲେ ଆଦିବାସୀ ତେଲ ଖୋଜିବା ତ ଏଇ ଜାଗା ନୁହେଁ, ଏବେ ଆମେ ଯେହେତୁ ଆହାର ଏରିଆରେ ଅଛୁ ଚାଲ ଗୋଟେ କ'ଣ ଖାଇବା। ତ ଖାଇବା ଗଲାବେଳକୁ ଜଣାପଡ଼ିଲା ଗୋଟେ ବାରିପଦାର ମୁଢ଼ି ମାଂସ ଅଛି ଆଉ ସ୍ପେଶାଲ ବାରିପଦା ମଟନ୍ ବି ଅଛି ବୋଲି କହିଲେ। ସେଥିପାଇଁ ତାକୁ କହିଲୁ ଆଉ ସେମାନେ ଲାଷ୍ଟ ଆମକୁ ଦେଲେ ଗୋଟେ ମଟନ୍ ଚାଖିବା ପାଇଁ। ଯୋଉ ଫାଷ୍ଟ ଟାଇମ୍ ବାରିପଦା ଲୋକକୁ ମଟନ୍ ଚାଖିବାର ସୁଯୋଗ ମିଳିବାରେ ବହୁତ ଖୁସି ଲାଗୁଛି। ତ ମଟନ୍ ପିସ୍
ଚାଖିବାକୁ ଦେବା ବହୁତ ବଡ଼ କଥା। ସେଥିପାଇଁ ସେ ଭାଇକୁ ଧନ୍ୟବାଦ ଦେବି ଯିଏ ଆମକୁ ଚାଖିବା ପାଇଁ ଦେଇଛନ୍ତି। ତ ଯାହା ବି ହଉ ମଟନ୍ ସହିତ ଆଳୁ ପିସ୍ ବି ଥିଲା। ତ ମଟନ୍‌ରେ ଆଳୁଟା ନିହାତି ପଡ଼ିବା କଥା ଯୋଉଟାକି ସମସ୍ତଙ୍କୁ ଭଲ ଲାଗେ ଆଉ ମୋତେ ବହୁତ ବି ଭଲ ଲାଗେ। ତ ସେ ଦୁଇଟା ଜିନିଷ ମିଳିଯାଇଛି ଆଉ ଚାଖିବାରେ ଆମେ ବ୍ୟସ୍ତ। ତ ବହୁତ ହି ବଢ଼ିଆ ଲାଗୁଛି, ଫାଣ୍ଟାଷ୍ଟିକ୍ ଲାଗୁଛି। ସେଇଥିପାଇଁ କମିଟମେଣ୍ଟ କରିକି ଆସିଛି ଯେ ଆଜି ତ ମୁଁ ଚାଖିକି ଗଲି ଜଷ୍ଟ, କିନ୍ତୁ ନେକ୍ସଟ ଡେ ଆସିକି ନିହାତି ଆପଣଙ୍କ ପାଖରୁ ଖାଇକି ଯିବି। ଆଉ ମନଟା ଖୁସି ବି ହେଉଥିବ ନାଇଁ ମୁଁ ମଟନଟା ଯେତେ ଭଲ ବନେଇବି ଲୋକ ମୋର ସେତେ ଡିମାଣ୍ଡ ହେବେ। ଏଇଟା ଖାଇବା ବନେଇବା ଟିକେ ଭଲ ଅଟୋମେଟିକ୍ ହବ। ଅଟୋମେଟିକ୍ ହବ। ଆଉ ଏପଟେ ଖାଇବାକୁ ଲୋକ ନଥିବ ଇଏ ନଥିବ ଆଉ ମନ ହେଲେ କିଏ ଖାଉନାହାନ୍ତି ଆସୁନାହାନ୍ତି। ये ब्लॉगर जन ପଲିସିରେ ଆହାର ପଟେ ଆମର ଖାଇବା ସରିଗଲା। ସେଥିପାଇଁ ଆମେ ଭାବୁଛୁ ଆଉ ବେଶୀ ଆହାର କେନ୍ଦ୍ର ପଟେ ବୁଲିବା ନାହିଁ ଆଉ ମେଳା ବି ଆଜି ବୁଲିବା ନାହିଁ। କାରଣ ଆଜି ଫାଷ୍ଟ ଡେ ମେଳା ବୁଲିବା ପାଇଁ, କାରଣ ଆଗ ଦିନ ତ ମେଢ଼ ବୁଲା ହେଇଯାଇଛି। ତେଣୁ ମେଳାରେ ଯାହା ବୁଲା ହବ ପୁଣି ଏପଟେ ଦୋଳି ଖେଳିବାର ଟାଇମ୍ ବି ଅଛି। କାରଣ ବାବୁ ସେଥିପାଇଁ ବହୁତ ବ୍ୟସ୍ତ। ସେ କହୁଛି ଆଉ ମୋତେ ଏଇଠି ମେଳା ବୁଲିବାର ନାହିଁ, ମୋତେ ଦୋଳି ଖେଳାଅ। ସେଥିପାଇଁ ଆମେ ଭାବିଲୁ କେତେ ବୁଲିବା, ଚାଲ ଆଜି ଗୋଟେ କାମ କରିବା, ହାଫ୍ ବୁଲିବା। ଆଉ ପଲିସିରେ ମେଳା ବୁଲା ଭିଡ଼ିଓକୁ ଏଇ ହାଫ୍ରେ ହିଁ ରଖିବା। ପୁଣି ଆମେ ଆଗେଇ ଚାଲୁ ସେଥିପାଇଁ ଦୋଳି ଫିଲ୍ଡ ଯିବୁ ଆଉ ସେଇଠି ବାବୁକୁ ସ୍ପେଶାଲି ଦୋଳି ଖେଳିବୁ ବୋଲି ଭାବୁଛୁ। ଅଳ୍ପ ସମୟ ମଧ୍ୟରେ ଆମେ ଆସି ପହଞ୍ଚିଗଲୁ ଦୋଳି ଫିଲ୍ଡଟା ଆମ କ୍ୱାର୍ଟର ଲାଇନ୍ ପାଖରେ ହିଁ ଥିଲା। ସେଥିପାଇଁ ସେ ଜାଗା ଆସିବାକୁ ଆମର ବହୁତ ଇଚ୍ଛା ଥିଲା ଆଉ ଆସି ପହଞ୍ଚିଗଲୁ। ସେଥିପାଇଁ ଦେଖନ୍ତୁ କେତେ ଜିନିଷ ଆସିଛି ଏଠି। ଏପଟେ ରାମଦୋଳି ଦୁଇଟା ଆସିଛି, ପୁଣି ଟୋରା ଦୁଇଟା, ବ୍ରେକ୍ ଡ୍ୟାନ୍ସ ଦୁଇଟା, ମାନେ ଦୁଇଟା ପାର୍ଟି ବୋଧେ ପଳେଇ ଆସିଛନ୍ତି। ସେଥିପାଇଁ ଏତେ ଭିଡ଼। ଏତେ ଗୁଡ଼ିଏ ଖେଳିବା ଜିନିଷ ଆସିଲା ପରେ ମଧ୍ୟ ଲୋକମାନଙ୍କର ପୁରା ଭିଡ଼, ମାନେ ଭିଡ଼ ପୁରା ଲାଇନ୍ ଲାଗିବାକୁ ପଡ଼ୁଛି ଗୋଟେ ଆଡ଼ଭେଞ୍ଚରକୁ ଏନ୍ଜୟ କରିବା ପାଇଁ। ତ ଯାହା ବି ହଉ ଆମର ଏପଟେ ଟିକେଟ୍ ଅଲରେଡ଼ି କରିସାରିଥିଲେ ରିମା ଆଉ ଗୌତମୀ ମାନେ। ତ ସେମାନେ ତାଙ୍କର ଫ୍ୟାମିଲି ମାନଙ୍କ ସହିତ ଆସିଛନ୍ତି ଆଉ ତାଙ୍କ ପାଇଁ ଟିକେଟ୍ କରିଥିଲେ। ତା ସହିତ ଆମର ବାବୁ ଆଉ ମାମା ପାଇଁ ମଧ୍ୟ କରିଦେଇଥିଲେ। ତ ସେମାନେ କହିଲେ ଆଉ ଲେଟ୍ କରିବାନି, ଆମେ ଅଲରେଡ଼ି ଦୋଳି ପାଇଁ ଟିକେଟ୍ କରିସାରିଛୁ। ସେଥିପାଇଁ ସେମାନେ ବ୍ୟସ୍ତ ଦୋଳିକୁ ଯିବା ପାଇଁ। ତ କ'ଣ କହୁଛନ୍ତି ହାଏ ବାଇ କରିକି ଚାଲ ଯିବା ଦୋଳିରେ ବସିବା। ଓହୋ ଦୋଳି ଟିକେଟ୍ ହେଇସାରିଛି, ଓକେ। ତ ଚାଲ ତୁମେ ଯାଅ, ଆମେ ଏଠି ଅଛୁ। ଏମାନେ ଅଲରେଡ଼ି ବାହାରି ସାରିଲେଣି। ଦେଖନ୍ତୁ ସମସ୍ତେ ଦୋଳି ମାନେ ରାମଦୋଳିରେ ଚଢ଼ିବା ପାଇଁ ଯାଉଛନ୍ତି। ଆମେ ଏପଟୁ ସେମାନଙ୍କୁ ଟାଟା ବାଏ ବାଏ କରୁଛୁ। ତ ଆମେ ଭାବିଲୁ ଆମେ ତ ଉପରକୁ ଯିବୁନୁ, ସେଥିପାଇଁ କ'ଣ କରିବା, ବାବୁ ଏକା ତଳେ ରହିଗଲା। ଲାଷ୍ଟ ଚିନ୍ତାରେ ପଡ଼ିଲୁ ଆମେ କ'ଣ କରିବା। ସେ ଆମକୁ ଦୋଳି ନେଉନାହାନ୍ତି, କାରଣ ଦୋଳିଟା ଯିବା ଛୋଟ ପିଲା ପାଇଁ ଏତେ କାହିଁ ସେଫ୍ ଲାଗୁନି। ସେଥିପାଇଁ ଆମେ ଭାବିଲୁ ଯେ ଆମେ ଦୋଳି ନାହିଁ, ଆମେ ଗୋଟେ ଅଲଗା ଗେମ୍ କରିବା। ଏପଟେ ସାଇଡ୍ରେ ଅଛି କ'ଣ ନା ଟୋରା ଏବେ ଖାତାନାକ ଦେଖାଗଲା ଟୋରା କେମିତି ସବୁ ଲୋକମାନେ ସବୁ ଏନ୍ଜୟ କରୁଛନ୍ତି ମାନିବାକୁ ପଡ଼ିବ। କିନ୍ତୁ ସମସ୍ତଙ୍କ ପାଇଁ ଏଇଟା ପସିବୁଲ୍ ନାହିଁ। ଯେଉଁମାନଙ୍କର ସେ କାପାସିଟି ଅଛି, ଦମ୍ ଅଛି, ସେମାନେ ହିଁ ଉପରକୁ ଯାଆନ୍ତି। ତ ଆମେ ଭାବିଲୁ ଏଇ ଯେଉଁ ଦୁଇଟା ଡଙ୍ଗା ପରିକା ଦୋଳିଟା ଥିଲା ସେଥିରେ ଆମେ ବସିବା। ଆଉ ଆଗରେ ଆଉ ଗୋଟେ ଟ୍ରେନ୍ ଅଛି, ସେ ଟୟ ଟ୍ରେନ୍ରେ ବସିବା। ଆଉ ଏଇ ଦୋଳିକୁ ଆମେ ଯିବା ନାହିଁ, କାହିଁକି ନା ସେମାନେ ଅଲରେଡ଼ି ଏବେ ଯାଇସାରିଲେଣି ଦୋଳିରେ ବସିବା ପାଇଁ। ସେଥିପାଇଁ ଆମେ ଚାଲ ଟ୍ରେନ୍ରେ ଚଢ଼ିବା ପାଇଁ ଯିବା। ଏପଟେ ଦେଖନ୍ତୁ କେତେ ଗୁଡ଼ା ଜିନିଷ ଆସିଛି। ସେଇ ଯେଉଁ ଡଙ୍ଗା ପରିକା ଦୋଳିଟା ଏତେ ଉପରକୁ ଯାଉଛି, ଲାଗିବ ଯେମିତି ଟପ୍ ମୋଷ୍ଟ ଉଚ୍ଚରେ ବସିଥିବା ଲୋକଟା ଆଗକୁ ବଢ଼ି ପଡ଼ିବ। କିନ୍ତୁ ସେମିତି କେବେ ଅଶୁଭ କଥା ଚିନ୍ତା କରିବା କଥା ନୁହେଁ। ଯେଉଁମାନଙ୍କର ଦମ୍ ଅଛି ସେମାନେ ଉପରକୁ ଯାଉଛନ୍ତି ଆଉ ଏନ୍ଜୟ କରୁଛନ୍ତି। ସମସ୍ତେ ଦେଖନ୍ତୁ କେତେ ଗୁଡ଼ିଏ ଲୋକ ଭିଡ଼ ଅଛନ୍ତି, ବହୁତ ଭିଡ଼ ମାନେ ବହୁତ ଭିଡ଼। ଏପଟେ ଦୁଇଟା ରାମଦୋଳି, ଦୁଇଟା ବ୍ରେକ୍ ଡ୍ୟାନ୍ସ, ଛୋଟ ପିଲାଙ୍କର ଛୋଟ ଖେଳଣା ଜାଗା ତ ବହୁତ ଗୁଡ଼ାଏ ଜିନିଷ ହିଁ ଅଛି। ମାନେ ପିଲାମାନଙ୍କୁ ସେମାନେ ପୁରା ଫୁଲ୍ ଏନ୍ଜୟରେ ରଖିଦେଉଛନ୍ତି। ଆମେ ଭାବିଲୁ ଏପଟେ ସାଙ୍ଗ କିଏ ଯଦି ମିଳିଯିବେ ହେଲେ ମିଶିକି ପୁଣି ଅଲଗା ଗାଡ଼ିରେ ଚଢ଼ିବା, ଟୟ ଟ୍ରେନ୍ରେ ଚଢ଼ିବା। ସେଥିପାଇଁ ଏଇଟାକୁ ଚାଲ ବାଇ କରିବା ଆଉ ଆଗକୁ ବଢ଼ି ଚାଲିବା। ତ ଟୟ ଟ୍ରେନ୍ ଦେଖନ୍ତୁ ଆମେ ଆଗରେ ଅଛୁ, ଆଗରେ ଆହୁରି ବାବୁମାନେ ବସିଛନ୍ତି, ବାବୁ ସହିତ ଛୋଟି ବଡ଼ି ଆଉ ଏପଟେ ଆମେ 2 ଜଣ। ଆମ ସହିତ ଆହୁରି ବହୁତ ସାଙ୍ଗମାନେ ସବୁ ଅଛନ୍ତି, ପଛରେ ରହିଯାଇଛନ୍ତି। ସେମାନଙ୍କୁ ଦେଖି ଦେଇଥାନ୍ତୁ, ଏମିତି ଦେଖାଯାଉଛି। ସେପଟେ ସୁରେନ୍ଦ୍ର ଭାଇ ବି ଅଛନ୍ତି, ସାଙ୍ଗରେ ଛୋଟି ବି ଅଛି। ତ ଛୁଟିର ମନ ଦୁଃଖ ଟିକେ ଅଛି, କ'ଣ ପାଇଁ ନା ସେ ଛୁଟିର ବହୁତ ଇଣ୍ଟରେଷ୍ଟ ଥିଲା ବୋଲି ମୁଁ ପରେ ଜାଣିଲି ଯେ ସେ ଆମ ବାବୁ ସହିତ ବସିବାକୁ ଚାହୁଁଥିଲା। ତ ତା ରିଆକ୍ସନଟା ପରେ ଜଣାପଡ଼ିବ। ଦେଖନ୍ତୁ ଆମେ କେତେ ଏନ୍ଜୟ କରୁଛୁ, ତା ସହିତ ବାବୁ ବି ମଧ୍ୟ ଏନ୍ଜୟ କରୁଛି। ବଡ଼ି ଆଉ ଆମର ସେ ଗୌତମମାନଙ୍କର ଜଣେ ବାବୁ, ସିଏ ବି ବହୁତ ଏନ୍ଜୟ କରୁଛନ୍ତି। ତ ଏମିତି ବହୁତ ଏନ୍ଜୟମେଣ୍ଟ ଚାଲିଲା ଆମର ଟ୍ରେନ୍ରେ। ଆଉ ଟ୍ରେନ୍ରେ ଏନ୍ଜୟମେଣ୍ଟ ସରିଲେ ପୁଣି ଆହୁରି ନେକ୍ସଟ ରାଇଡ଼୍କୁ ଯିବା। ସେଥିପାଇଁ ଏ ଟ୍ରେନ୍ଟା ଦେଖିବା କେତେବେଳେ ବନ୍ଦ ହେଉଛି, ତାପରେ ପୁଣି ଜଣାପଡ଼ିବ ଆଗ ରାଇଡ଼୍ ଯିବା ପାଇଁ। ଏପଟେ ଟୟ ଟ୍ରେନ୍‌ରୁ ତଳ ସିନେରୀ କେମିତି ଦେଖାଯାଉଛି ଦେଖନ୍ତୁ। ମାନେ ଉପରୁ ଜଣାପଡ଼ୁଛି ଯେ ରିଏଲି କେତେ ଲୋକ ଭିଡ଼ ଅଛନ୍ତି, କେତେ ଦୋଳି ଖେଳୁଛନ୍ତି ଆଉ କେତେ ଟରା ଆଉ କେତେ ଆମେ ବସିଛୁ ଏଇ ଯେଉଁ ଟୟ ଟ୍ରେନ୍‌ରେ। ତ ଯାହା ବି ବହୁତ ଇଣ୍ଟରେଷ୍ଟିଂ ଲାଗୁଥିଲା। ଏଇ ଯେଉଁ ଲାଇଟ୍‌ରେ ପାସ୍ କରୁଥିଲୁ, ବଢ଼ିଆ ଦେଖାଯାଉଛି। ଦେଖନ୍ତୁ ସେପଟେ ରାମଦୋଳି ପ୍ଲସ୍ ଆମର ଟୟ ଟ୍ରେନ୍। ତ ଆମେ ପଛପଟୁ ବି ଦେଖନ୍ତୁ କେମିତି ଦେଖାଯାଉଛି। ଏଇଟା ଆମର ନିଜର ପିକ୍ଚର ପ୍ଲସ୍ ସାଙ୍ଗମାନଙ୍କର, ସାଥିମାନଙ୍କର ସମସ୍ତଙ୍କର ଦେଖାଯାଉଛି। ଏମିତି ବହୁତ ମଜା ଲାଗିଲା ଆଉ ଆମେ ବାବୁ ସହିତ ଏନ୍ଜୟ କଲୁ ଏଇ ଯେଉଁ ଟୟ ଟ୍ରେନ୍ ରାଇଡ଼୍କୁ।
नेक्स्ट आम बाहरी पड़लु पुणी अलग आउ कौन किसी करने से समस्ते एवं आम राइड सरीगला आउ तरफ आम ओह्ल जाऊँ एपटे देखो टोरा टोरा माने खतरनाक जी बसी से केमती हार्ट को मैनेज करते से जापारे छोटा दिल वाला जीवा कथा नुहे पुणी आम आसी पहुंची गलु आउ चढ़ी पड़लु गोटे डंगा दोड़ी रे जो डंगा दोड़ी रे समस्त देखो हाई बाय कर से डंगा दोड़ी रिएक्शन टा आपण माने देखि दियंतु। रियली ए डंगा दौड़टा आमको बहुत मजेदार इंटरेस्टिंग और फैंटास्टिक लगला कहीं समस्त या बहुत एंजॉय कलु आम जानी शुणी मझा मझे बसलु कौन पे ना मझा मझे टिके झुलवाटा कम जना पड़ो आउ इफेक्ट कम आसो से आम जानी शुणी मझे बसलु आपर पटे जी बस से रिएक्शन तो आप देखिपारे केते मजा नौ किंतु आम से नापी चाहूँ से जानी शुणी आम ये मझा मझे बसिक एंजॉय करूँ। गेम आमर सरीगला यहीटा को एंजॉय तो कर सारे से नेक्स्ट कौन करिया आम भावुँ चलते तरफ जावा पुणी लोक मान देखा कौन कर आम भाविलु कौन करवा नेक्स्ट समस्त रिएक्शन पचारदे कौन कहते आउ से हिसाब से पुणी आग को बढ़िया तो एपटे कौन कहते देखिए शुणा भल लगे କିଛି ଡର ଲାଗିଲାନି ଆଉ ଟିକେ ଉପରେ ବସିଥିଲେ ହେଇଥାନ୍ତା ଉପରେ ହେଲେ ବେଶୀ ଉପରକୁ ପଳେଇ ଯାଇ ହବ जहाँ भी हो समस्त को बहुत खुशी लगला बहुत मजा लगला तो ये सब मकरा भाई मान फैमिली मैंने अच्छे से बुलाबुली करने आसपटे पुणी आउ गोटे टिकट फ्री मिलगला समस्ते से बाबू पड़ेगला आ गोटे राइड चढ़ाई सेकेंड टॉय ट्रेन राइड भी सरीगला से सब तर्क पड़े आउ कौन करवा देखा बाबूर स्टाटस पचार से कौन करने चाहूँगी से जोटा करने चाहिए आ गोटे सुजोग दिज्व तो एपटे ट्राम्पोलिन चढ़ी डिया डेई कम तार स्टार्ट होगा तो यहीटा भी करूँ कहीं तार मनटा गोटे ना अधूरा रही से लास्ट एडवेंचर ताको कहुई तो यहीटा जंपिंग करूँ आ जंपिंग कर सारापर आम पुणी घर को जीवा। नाल्को विश्वकर्मा पूजार मेला 16 तारिख आरंभ होती आउ 24 तारिख पर्यंत चलो तो जो मैंने एपर्यंत आसी ना पलि आसतु जल्दी कहीं एत सुंदर मेला ओडिशार प्रसिद्ध विश्वकर्मा पूजा केवल ओडिशार 1 नंबर अच्छी नाल्कनगर अनुगुल ये सबुठ बेसी मेढ़ सबुठ बड़ मेला बसे से समस्त को अनुरोध रहा जदि बुलाक आसवे पलि आसतु कहीं ए चांस आउ सेकेंड टाइम आसो आसंता वर्ष जाकि समस्त को कही रखुच्छी जो मैंने आम चैनल को आज पर्यंत सब्सक्राइब करना कर दिंतु कहीं एमती बहुत सारा ट्रावेल वीडियो ब्लॉग वीडियो आम आपको आनिक दौचु आनिक दौथु तो आज पॉलिश्री मेड़ा पार्ट 1 बुला वीडियो ता सहित डोरी खेल वीडियो को ये रखुछु पुणी देखा आउ एक नुआ वीडियो से पर्यंत टेक केयर ओके टाटा बाय बाय।